କାଲି ଆମେ ଶୁଣିଥିଲେ ଗପ କଣ ନା ଦ୍ରୌପଦୀ କାହିଁକି କାନ୍ଦିଲେ। ଗପର ପସରା ନେଇକି ତ ମୁଁ ତୁମମାନଙ୍କ ପାଖକୁ ଆସିଛି। ତେଣୁ ଆଜିର ଗପ ଆମେ ଶୁଣିବା ସେଇ ମହାଭାରତର କଥା। ଅର୍ଜୁନଙ୍କର ଅହଙ୍କାର ଭଙ୍ଗ। ଅର୍ଜୁନଙ୍କର ଅହଙ୍କାର ଭଙ୍ଗ। ଆମେ ସମସ୍ତେ ଅର୍ଜୁନଙ୍କୁ ଜାଣିଛେ। ମହାଭାରତରେ ଅର୍ଜୁନଙ୍କ ଚରିତ୍ର ସହିତ ଆମେ ସମସ୍ତେ ପରିଚିତ। ପଞ୍ଚୁ ପାଣ୍ଡବଙ୍କ ମାନଙ୍କ ଭିତରେ ତୃତୀୟ ପାଣ୍ଡବ ହଉଛନ୍ତି ଅର୍ଜୁନ, ଯୁଧିଷ୍ଠିର, ଭୀମ, ତାପରେ ଅର୍ଜୁନ। ଅର୍ଜୁନ ହଉଛନ୍ତି କୁନ୍ତୀଙ୍କର ପୁତ୍ର। ପଣ୍ଡୁ ରାଜା ପଣ୍ଡୁ ଏବଂ କୁନ୍ତୀଙ୍କର ପୁତ୍ର ହଉଛନ୍ତି ଅର୍ଜୁନ। ନକୁଳ ସହଦେବ ହଉଛନ୍ତି ରାଜା ପଣ୍ଡୁ କିନ୍ତୁ ମାଦ୍ରୀଙ୍କର ପୁତ୍ର। ପଣ୍ଡୁଙ୍କର 2 ଜଣ ସ୍ତ୍ରୀ ଥିଲେ, କୁନ୍ତୀ ଓ ମାଦ୍ରୀ। ହଉ, ଏ ତ ବହୁତ କଥା, କିନ୍ତୁ ଆମେ ଆସିବା ଆମର ଗପ ଉପରକୁ। ଗପ କଣ ନା ଅର୍ଜୁନଙ୍କର ଅହଙ୍କାର ଭଙ୍ଗ ହେଲା। ଅର୍ଜୁନ, ତୁମେ ଜାଣିଛ ମହାଭାରତ ଯୁଦ୍ଧ ହେଲା। ମହାଭାରତ ଯୁଦ୍ଧରେ ସାରଥୀ ଥିଲେ କିଏ? ସେ ନା ସର୍ବଶକ୍ତିମାନ, ସର୍ବନ୍ତର୍ଯାମୀ, ସର୍ବବିଦ୍ୟମାନ ଭଗବାନ ଶ୍ରୀକୃଷ୍ଣ ଅର୍ଜୁନଙ୍କ ରଥର ସାରଥୀ ଥିଲେ। ଅର୍ଜୁନ ସେଦିନ, ଯୋଉଦିନ ମହାଭାରତର କଥା ମୁଁ ତୁମକୁ କହୁଛି, ସେଦିନ ଭୀଷ୍ମଙ୍କ ସହିତ ଅର୍ଜୁନଙ୍କର ଯୁଦ୍ଧ ହଉଥିଲା। ତମେ ଜାଣିଛ ଏଇ ଯୁଦ୍ଧରେ ଅର୍ଜୁନ ଭୀଷ୍ମଙ୍କୁ ପରାସ୍ତ କଲେ ଏବଂ ଭୀଷ୍ମଙ୍କ ପାଇଁ ଏକ ସରର ଶଯ୍ୟା ତିଆରି କରିଦେଲେ, ଯୋଉ ଶଯ୍ୟା ଉପରେ ଭୀଷ୍ମ ଶୋଇ ରହିଲେ ମହାଭାରତର ଶେଷ ପର୍ଯ୍ୟନ୍ତ। ତାପରେ ଯୁଦ୍ଧ ସରିଲା, କାରଣ ସେଇ ସମୟରେ ଯୁଦ୍ଧର ନିୟମ ଥିଲା ସୂର୍ଯ୍ୟାସ୍ତ ପରେ ଆଉ ଯୁଦ୍ଧ ହୁଏ ନାହିଁ। ସୂର୍ଯ୍ୟାସ୍ତ ହେଇଗଲା, ଯୁଦ୍ଧ ସରିଲା। ଯୁଦ୍ଧ ସରିଲା ପରେ ସମସ୍ତେ ଶିବିରକୁ ଫେରିଲେ। ଯୋଉ ସେନା ଛାଉଣୀ ସବୁ ହେଇଥିଲା, ସେନା ଛାଉଣୀକୁ ଫେରିଲେ। କିନ୍ତୁ ସବୁଦିନ କଣ ହୁଏ ନା ସାରଥୀର କାମ, ଡ୍ରାଇଭର ନା ସିଏ ଆଗ ଓହ୍ଲେଇକିରି ରଥର ଗେଟ୍ ବାହାର କଲେ, ଅର୍ଜୁନ ତଳକୁ ଓହ୍ଲଉଥିଲେ। ଦେଖ, ଭଗବାନ ଶ୍ରୀକୃଷ୍ଣ କେତେ ନମ୍ର, କର୍ତ୍ତବ୍ୟ ପ୍ରତି କେତେ ସଚେତନ। ଯେହେତୁ ସେ ରଥର ସାରଥୀ ହେଇଛନ୍ତି, ତେଣୁ ସେ କଣ କରୁଥିଲେ, ସବୁଦିନ ଆଗ ଓହ୍ଲେଇକିରି ରଥର କବାଟକୁ ଖୋଲୁଥିଲେ, ତାପରେ ଅର୍ଜୁନ ଓହ୍ଲଉଥିଲେ। କିନ୍ତୁ ଯୋଉଦିନ ଭୀଷ୍ମଙ୍କ ସହିତ ଯୁଦ୍ଧ ହେଲା, ଭୀଷ୍ମ ପରାସ୍ତ ହେଲେ, ସେଦିନ ଅର୍ଜୁନ ଆଉ ତଳକୁ ଓହ୍ଲେଇଲେ ନାହିଁ। ଅର୍ଜୁନ ସେମିତି ଅର୍ଜୁନ ଆଉ ତଳକୁ ଓହ୍ଲେଇଲେ ନାହିଁ କି ଶ୍ରୀକୃଷ୍ଣ ଆଉ କବାଟ ଖୋଲିଲେ ନାହିଁ ଓହ୍ଲେଇକିରି। କିନ୍ତୁ ଅର୍ଜୁନଙ୍କ ଭିତରେ ଅହଙ୍କାର ସେଦିନ ହେଇଛି। ସିଏ ଆଉ ତଳକୁ ଓହ୍ଲଉନାହାନ୍ତି। ସେ ଅପେକ୍ଷା କରିଛନ୍ତି ଯେ ଶ୍ରୀକୃଷ୍ଣ ଓହ୍ଲେଇକି କବାଟ ଖୋଲିଲେ, ସବୁଦିନ ଭଳି କବାଟ ଖୋଲୁଥିଲେ ନା, ଆଜି କବାଟ ଖୋଲିଲେ ଅର୍ଜୁନ ତଳକୁ ଓହ୍ଲେଇବେ। ଏଠି କିଛି ସମୟ ପରେ ଯେମିତି ଦେଖିଲେ ଶ୍ରୀକୃଷ୍ଣ ଅର୍ଜୁନ ଓହ୍ଲଉନାହାନ୍ତି, ଅର୍ଜୁନ ଦେଖିଲେ ଶ୍ରୀକୃଷ୍ଣ କବାଟ ଖୋଲୁନାହାନ୍ତି, ସାଙ୍ଗେ ସାଙ୍ଗେ ଟିକେ ଜୋର ପାଟିରେ ଶ୍ରୀକୃଷ୍ଣ କହିଲେ, ଅର୍ଜୁନ ତୁମେ ତଳକୁ ଓହ୍ଲାଅ। ସେଠୁ ଅର୍ଜୁନ ସାଙ୍ଗେ ସାଙ୍ଗେ କବାଟ ଓହ୍ଲେଇ ପଡ଼ିଲେ। ଓହ୍ଲେଇ ପଡ଼ିଲା ପରେ ଶ୍ରୀକୃଷ୍ଣ ବି ରଥ ଛାଡ଼ିଦେଲେ। ଯେମିତି ରଥ ଛାଡ଼ି ଦେଇଛନ୍ତି, ତଳକୁ ଓହ୍ଲେଇ ପଡ଼ିଛନ୍ତି, ଅର୍ଜୁନ ଆଗ ଓହ୍ଲେଇ ପଡ଼ିଲେ। ତାପରେ ରଥ ପେରୁ ଯେମିତି ସାରଥୀ ଶ୍ରୀକୃଷ୍ଣ ରଥରୁ ପଳେଇ ଆସିଛନ୍ତି, ତାପରେ ହଠାତ୍ ରଥଟା ଜଳିଗଲା। ଆଶ୍ଚର୍ଯ୍ୟ ହେଇଗଲେ ସମସ୍ତେ। ଅର୍ଜୁନ ବି ନିଜେ ଆଶ୍ଚର୍ଯ୍ୟ ହେଇଗଲେ ଯେ ରଥଟା ଜଳିଗଲା। ରଥଟା କାହିଁକି ଜଳିଲା? ଏଠି ଶ୍ରୀକୃଷ୍ଣ କହିଲେ, ଦେଖିଲ ତ ଅର୍ଜୁନ, ମୁଁ ଯଦି ଆଗ ଓହ୍ଲେଇ ପଡ଼ିଥାନ୍ତି, ତାହେଲେ ଅବସ୍ଥା କଣ ହେଇଥାନ୍ତା? ମୁଁ କାହିଁକି ଓହ୍ଲଉନଥିଲି ଜାଣିଛ? ଭୀଷ୍ମ, ପିତାମହ ଭୀଷ୍ମ ଯେତେ ସବୁ ଅସ୍ତ୍ର ତୁମକୁ ମାରୁଥିଲେ, କାରଣ ସେ ହଉଛନ୍ତି ସେଇ ସମୟର ଅପ୍ରତିଦ୍ୱନ୍ଦୀ, ଦ୍ୱାପର ଯୁଗର ଅପ୍ରତିଦ୍ୱନ୍ଦୀ ଯୋଦ୍ଧା ଥିଲେ ଭୀଷ୍ମ, ପିତାମହ ଭୀଷ୍ମ। ତେଣୁ ସେ ଯୋଉ ସବୁ ଅସ୍ତ୍ର ମାରୁଥିଲେ, ମୁଁ ତାକୁ ମୋର ଗୋଡ଼ ତଳେ ସେ ଶକ୍ତିକୁ ଚାପିକିରି ଧରିଥିଲି। ତୁମେ ଭୀଷ୍ମଙ୍କୁ କେବେ ପରାସ୍ତ କରିପାରି ନଥାନ୍ତ ଅର୍ଜୁନ। ମୁଁ ତାକୁ ପାଦ ତଳେ ଚାପିକିରି ରଖିଥିଲି। ଯଦି ମୁଁ ଆଗ ଓହ୍ଲେଇ ପଡ଼ିଥାନ୍ତି, ରଥ ସହ ତୁମେ ଜଳି ଯାଇଥାନ୍ତ। ତେଣୁ ମୁଁ ତୁମକୁ ଓହ୍ଲେଇବା ପାଇଁ କହିଲି, କାରଣ ମୁଁ ଯେତେବେଳେ ଗୋଡ଼ ବାହାର କରିଦେଲି, ମୋ ଗୋଡ଼ ତଳେ ଥିବା ପିତାମହ ଭୀଷ୍ମ ତୁମକୁ ଯୋଉ ଅସ୍ତ୍ର ମାରିଥିଲେ, ସବୁ ଅସ୍ତ୍ରର ଶକ୍ତି ମୋର ପାଦ ତଳେ ଥିଲା। ତେଣୁ ମୋ ପାଦ କାଟି ସାରିଲା ପରେ ରଥ ଜଳିଗଲା।
ତେଣୁ ଚିନ୍ତା କର, କାରଣ ଅର୍ଜୁନଙ୍କ ପାଖରେ ଅହଙ୍କାର ହେଇଯାଇଥିଲା ଯେ ମୁଁ ଆଜି ଭୀଷ୍ମଙ୍କୁ ପରାସ୍ତ କରିଛି, ପିତାମହ ଭୀଷ୍ମଙ୍କୁ, ଅପ୍ରତିଦ୍ୱନ୍ଦ୍ୱୀ ଯୋଦ୍ଧାଙ୍କୁ ମୁଁ ଆଜି ପରାସ୍ତ କରିଛି ବୋଲି ତାଙ୍କ ଭିତରେ ଟିକେ ଅହଙ୍କାର ଚାଲି ଆସିଥିଲା। ସେ ଅହଙ୍କାର ଭଙ୍ଗ କରିବା ପାଇଁ ଶ୍ରୀକୃଷ୍ଣ ଏଇ କଥା କହିଥିଲେ ଏବଂ ଏଇ ପ୍ରକାର ନାଟକ ଇଏର ଅବତାରଣା କରିଥିଲେ ଦୃଶ୍ୟର, ଏବଂ ସତ୍ୟ କଣ ତା ସହିତ ପରିଚିତ କରାଇ ଦେଇଥିଲେ ଅର୍ଜୁନଙ୍କୁ। ତେଣୁ ଏ ପିଲାମାନେ ଗର୍ବ, ଅହମିକା, ଅହଙ୍କାର ସେଇଟା କେବେ ଗୋଟେ ମଣିଷର ବ୍ୟକ୍ତିତ୍ୱକୁ ବଢାଏ ନାହିଁ, କେବେ ଅହଙ୍କାର କର ନାହିଁ। କାରଣ ଆମେ ସମସ୍ତେ ଭଗବାନଙ୍କ ହାତର ଜଣେ ଜଣେ କ୍ରୀଡ଼ନକ। ଭଗବାନ ଆମକୁ ଯେମିତି ନାଚଉଛନ୍ତି ଆମକୁ ସେମିତି ନାଚିବାକୁ ପଡେ। ତେଣୁ ସବୁକିଛି ଈଶ୍ୱରଙ୍କର କୃପା, ଈଶ୍ୱର ଦେଇଛନ୍ତି ବୋଲି ଆମକୁ ଭାବିବାକୁ ପଡିବ ଏବଂ ଭଗବାନଙ୍କ ପାଖରେ ସମସ୍ତ କର୍ମକୁ ସମର୍ପଣ କରି ନମ୍ର ହେବାକୁ ପଡିବ। ଦେଖିଲ ତ, ଶୁଣିଲେ ତ ପିଲାମାନେ କିଭଳି ଶ୍ରୀକୃଷ୍ଣ ଅର୍ଜୁନଙ୍କ ଭିତରେ ଉଠିଥିବା ଅହଙ୍କାରକୁ ଭାଙ୍ଗିଥିଲେ। ତେଣୁ ଆଜିର ଗପ ଥିଲା କଣ ନା ଅର୍ଜୁନଙ୍କର ଅହଙ୍କାର ଭଙ୍ଗ। ଶୁଣିଲ ପିଲାମାନେ, କଣ ଶିଖିଲ ନା ଅହଙ୍କାର ଗର୍ବ କରିବା ନାହିଁ, ସବୁକୁ ଈଶ୍ୱରଙ୍କର କର୍ମ ଭାବିକି ଈଶ୍ୱରଙ୍କୁ ସମର୍ପଣ କରିକିରି କାମ କରିବା। ଏଇଠି ରଖୁଛି ଆଜିର ଗପ। ତେଣୁ ତମମାନଙ୍କୁ ବହୁତ ବହୁତ ସବୁବେଳେ ମୋର ଗପ ଶୁଣ, ଯୋଉ ଆସ ଗପ ଶୁଣିମା ଦେଖ, ସମସ୍ତେ ଗପ ଶୁଣ, ଖୁସି ହୁଅ ଏବଂ ଖୁସି ବାଣ୍ଟ।